ଆଉ ଏ ସୃଷ୍ଟିଟା ଚାଲେ ଗୋଟେ ବିଧାନରେ, ଏ ବିধাନର প্রণেতা হচ্ছেন স্বয়ং বিধি। সবাই পূরণ করেন যিনি, তার মুখে বিধির বাণী, সেই পুরুষোত্তম। ଆଉ ସେ ବିଧିଙ୍କର କଥା ସମସ୍ତଙ୍କର କଥା। ଯେତେବେଳେ ଯେତେବେଳେ ଧର୍ମର ଗ୍ଲାନି ହୁଏ ସେତେବେଳେ ହିଁ ପୁରୁଷୋତ୍ତମ ଆସନ୍ତି। କାହିଁକିନା ଧର୍ମଟା ଠିକ ଭାବରେ ବୁଝାପଡ଼େ ନା। କିଏ କହିଛି ଧର୍ମ କରୁନାହାନ୍ତି? ଆପଣଙ୍କର ଧର୍ମ କରୁନାହାନ୍ତି, କିନ୍ତୁ ଧର୍ମର ପରିଭାଷାଟା ବଦଳିଛି। ଆଜିର ଯୋଉ ଉତ୍ସବ ହଉଛି, ମାସ ଧରି ୟାର ଯୋଜନା ଚାଲିଥିବ। ଗୋଟିଏ ଧାଡ଼ିରେ ଶ୍ରୀ ଶ୍ରୀ ଠାକୁର କହିଲେ, ଇଷ୍ଟ ପାଇଁ କର୍ମ କରା, ସେଇ ତ ହଲ ପୁଣ୍ୟ ଭରା। ଯେଉଁମାନେ ସତ୍ସଙ୍ଗରେ ମନ ପ୍ରାଣ ଦେଇଛନ୍ତି ତାଙ୍କର ପୁଣ୍ୟ ହେଇଗଲା। ଆଉ ଇଏ ପୁଣ୍ୟର ଫଳଟା ଅବଶ୍ୟ ଅଛି, ପୁଣ୍ୟର ଫଳଟା ଅବଶ୍ୟ ଅଛି। ଆପଣ ସନ୍ତାନମାନଙ୍କୁ ପ୍ରାପ୍ତ ହବ। ଆମେ ଆଜିର ଯୋଉ କସରତ କରୁଛୁ, ସତ୍ସଙ୍ଗ ଆପଣମାନେ ଯୋଉ ଆସିଛୁ, ଆପଣଙ୍କର ଯୋଉ ଧର୍ମର ସାଧନା ବ୍ୟର୍ଥ ହବନି। ଆପଣ ପିଲାମାନଙ୍କୁ ପ୍ରାପ୍ତ ହବ। କିଏ କହିଲା ପରିଣତ ବୟସରେ ଆପଣ ଠାକୁର ପଦପ୍ରାନ୍ତ ଆସିଛନ୍ତି, ଇଷ୍ଟବୃତ୍ତି କରୁଛନ୍ତି? ଆରେ ଇଷ୍ଟବୃତ୍ତି ଗୋଟେ କଣ୍ଟ୍ରାଡିକ୍ସନ କଥା ଆଜି ହେଇକି ସୃଷ୍ଟି ହେଇଛି ଅନେକ ମନରେ। 50 ପଇସା ଇଷ୍ଟବୃତ୍ତି କଣ ହବ? ବୁଝି ହଉନି ନା। ଇଷ୍ଟବୃତ୍ତି ଆଜିର କଥା ନୁହେଁ, ନୃସିଂହ ପୁରାଣର କଥା। ବର୍ଷ ଯାକ ଅର୍ଜିବ ଜାଣ ଯେତେ ଦ୍ରବ୍ୟ, ମନ ମଧ୍ୟରେ ତାକୁ 10 ଭାଗରେ ବାଣ୍ଟିବ। 8 ଭାଗ ନେଇକରି ଦବ କୁଟୁମ୍ବକୁ, ବୋଲିବ ସୁଖେ ବସିନ ଭୁଜୟ ଦ୍ରବ୍ୟକୁ। ଆବର 1 ଭାଗେ କରି ଧର୍ମ କାର୍ଯ୍ୟ, ଜହିରେ ପୁଣ୍ୟରେଖା ବଢିବ ଅସହ୍ୟ। ଆବର 1 ଭାଗ ଗୁରୁଙ୍କୁ ଯେ ଦେବ, 8 ଭାଗ ନେଇକରି କୁଟୁମ୍ବ ପୋଷିବ। ଆପଣମାନେ କହନ୍ତି ଈଶ୍ୱରଙ୍କ ଦୟାରୁ ଆପଣ ମାନେ ଭଲ ଅଛନ୍ତି, ଆପଣ ପରିବାର ସ୍ୱାସ୍ଥ୍ୟଟା ଭଲ ଅଛି, ସବୁ ସେଇ ପ୍ରଭୁଙ୍କ ଦୟା। ଅନେକ ଲୋକ କହନ୍ତି ସବୁ ତ ଠାକୁରଙ୍କର, ଠାକୁରଙ୍କୁ କଣ ଦବା? ଏଇଆ ନା। କିନ୍ତୁ ପ୍ରକୃତିର ଏକ ନିୟମ ଅଛି। ପ୍ରକୃତିକୁ ଯିଏ ଯାହା ଦିଏ, ପ୍ରକୃତି ତାର 10 ଗୁଣା ଫେରେଇ ଦିଏ। ଇଏ ହେଉଛି ସୃଷ୍ଟିର ନିୟମ। ଆପଣ ପ୍ରକୃତିକୁ ଗାଳି ଗୁଲଜ କରନ୍ତୁ, ପ୍ରକୃତି 10 ଗୁଣା ଦେବେ। ଯେତେବେଳେ ଦେଖିବେ ଅନେକ ଲୋକଙ୍କ କିନ୍ତୁ ଦାରିଦ୍ର୍ୟର ସବୁ ଲକ୍ଷଣ, ଇଏ ସବୁ ପ୍ରକୃତିକୁ ସେମାନେ ଧିକ୍କାର କରନ୍ତି। ଦେଖିବେ ଅନେକ ଲୋକ କହନ୍ତିନି ଭଗବାନ ଆମକୁ କଣ ଦେଇଛନ୍ତି? ତାକୁ ସେ ତେଲିଆ ମୁଣ୍ଡରେ ତେଲ ତାକୁ ଦେଉଛନ୍ତି, ଆମକୁ କିଛି ଦଉନାହାନ୍ତି। ତମକୁ ଅକ୍ସିଜେନ ଦଉନାହାନ୍ତି, ଯୋଉ ପଇସା ଦଉଛନ୍ତି ଭଗବାନ, ପାଣି ପବନ ଦେଇନାହାନ୍ତି, ଦଉଛନ୍ତି ଭଗବାନ। ସେ ଠାକୁର କହିଲେ ଯୋଉମାନେ ପ୍ରକୃତିକୁ ଧିକ୍କାର କରନ୍ତି, ପ୍ରକୃତି ତ କିଛି ଦିଏ ନା, ଯାହା ଦେଇଥାଏ ତାକୁ ପ୍ରତ୍ୟାହାର କରିନିଏ। ଯୋଉଦିନ ଆପଣମାନେ ସବୁ ଦୀକ୍ଷା ନେଲେ, ସର୍ବପ୍ରଥମେ ଦୀକ୍ଷାଦାତା ରୀତିକି ହାତରେ ଜଳ ତୁଳସୀ ଧରି ଶପଥ କରିଦେଲେ, କହ ଇଷ୍ଟଭୃତିର କଥା କହିବୁ, ଆଜିର ପ୍ରଭାତେ କର୍ମାରମ୍ଭେ ତୁମରି ଭୋଗର ଲାଗି। ଜୀବ ଜଗତର ଜୀବନ କାରଣ କରୁଣାମୟ ପ୍ରଭୁ, ତୁମରି ଦୟାରୁ ଲଭିଛି ଜନ୍ମ, ପାଇଅଛି ମୁଁ ସବୁ। ଏ କାଲି ଦେଲା ଦିନ 12ଟାରେ, ଆଜି କୁଆଡେ 12ଟା ବେଳୁ ଏଠୁ କୁଆଡେ ପାଇଗଲାଣି। କହିବାକୁ ହୁଏ, ପ୍ରକୃତି ସହିତ କୃତଜ୍ଞତା ଜଣାଇବାକୁ ହୁଏ। ଶ୍ରୀ ଠାକୁର ଏଇ ବିଧାନ କରିଛନ୍ତି, ତୁମରି ଦୟାରୁ ଲଭିଛି ଜନ୍ମ, ପାଇଅଛି ମୁଁ ସବୁ। ସବୁ ପାଇଛି, ଦେଖିବେ ପ୍ରକୃତି ଭରପୁର କରିଦବ। ଆଉ ଯୋଉମାନେ ପ୍ରକୃତିକୁ ଧିକାର କରନ୍ତି, ପ୍ରକୃତି ତାକୁ କିଛି ଦିଏ ନା। ଇଏ ତ ଚାଲିଲା ଦୀକ୍ଷାର କଥା। ଆଉ ଗୋଟିଏ କଥା ହଉଛି କଣ, ଦୀକ୍ଷାନ୍ତେ ଆପଣଙ୍କର ସ୍ୱସ୍ତୈନର କଥା ଅନେକ ଲୋକ ପଛଘୁଞ୍ଚା ଦେଇ ଦିଅନ୍ତି ନା। କିନ୍ତୁ ଦୀକ୍ଷା ଭିତରେ ମଣିଷ ସାରା ଜୀବନ, ଆପଣଙ୍କୁ ଏ ଉତ୍ସବ ପରିପ୍ରେକ୍ଷୀରେ ମୌଳିକ କେତେଟା କଥା କହୁଛି। ଆପଣମାନେ ବହୁତ ବଡ ବଡ ବକ୍ତାଠୁ ବହୁତ ବଡ ବଡ କଥା ଶୁଣିବେ, ମୁଁ ଛୋଟ ଛୋଟ କଥା କହୁଛି ଆପଣଙ୍କ ଘରର କଥା। ସ୍ୱସ୍ତୈନକୁ ଆପଣମାନେ କଣ ଭାବନ୍ତି? ହେଇ କିଛି ଖାଇବିନି, ଆଉ ସବୁ ବାଟ ବନ୍ଦ ନା? ସ୍ୱସ୍ତୈନ ତା ନୁହେଁ। ସ୍ୱସ୍ତୈନ ଅଛି ଅନ୍ନ ରେଷ୍ଟ୍ରିକ୍ସନ। ମୌଳିକ ଭାବରେ ବୁଝନ୍ତୁ, ସ୍ୱସ୍ତୈନ ସଦାଚାର ଇଏ ସବୁ ଅଛି, ଶାରୀରିକ ମାନସିକ ସ୍ତରରେ ସବୁ ଅଛି। ସ୍ୱସ୍ତୈନରେ ସବୁଠାରୁ ଗୋଟେ ବଡ ଜିନିଷ ଅଛି କଣ, ଇଷ୍ଟବୃତ୍ତି କରିବା ଭିତରେ ଆପଣ ସବୁବେଳେ ଦେଇଛନ୍ତି, ଠାକୁର କେବେ ମାଗିନାହାନ୍ତି। କିନ୍ତୁ ସ୍ୱସ୍ତୈନ ମାଗିବାର ଅଛି। ରୋଗ ଶୋକ ଗ୍ରହ ଦୋଷ ବୁଦ୍ଧି ବିପର୍ଯ୍ୟୟ ଚବେ ଦାରିଦ୍ର୍ୟ ସର୍ବଦନ୍ୟା ମୁଞ୍ଚବେ ତୋଇ ନିଶ୍ଚୟ ଶାନ୍ତି ସ୍ୱସ୍ତି ଶୁଭଂ ଦେଇ କର୍ମ ସୁକୌଶଳಂ ଦେଇ ମେ ଜୀବନ ବୃଦ୍ଧି ନିରନ୍ତରମ ସ୍ମୃତି ଜିଜୁତେ। ୟା ଛଡା ଜୀବନରେ ଆଉ କଣ ଦରକାର? ଯେ ପ୍ରତ୍ୟେକ ମଣିଷ ଯେତେବେଳେ ଠାକୁରଙ୍କୁ ମାଗେ, ଶ୍ରୀ ଠାକୁର କୋଉ ନ୍ୟାୟରେ ଆପଣଙ୍କୁ ଫେରି ଦେବେ? ପବିତ୍ର ସତ୍ୟାନୁସରଣରେ ହାତ କାଟି ଲେଖିଦେଲେ, ଯାଚକ୍ରିୟାକାରୀକୁ ଫେରାଅ ନାହିଁ। ଆପଣମାନେ ଯଦି ସ୍ୱସ୍ତୈନ ବ୍ରତ ଗ୍ରହଣ କରିଛନ୍ତି, ପ୍ରତ୍ୟାହ ଠାକୁରଙ୍କୁ କହୁଛନ୍ତି, ରୋଗ ଶୋକ ଗ୍ରହ ଦୋଷ ବୁଦ୍ଧି ବିପର୍ଯ୍ୟୟ ଦାରିଦ୍ର୍ୟ ସର୍ବଦନ୍ୟାନ୍ତ ମୁଞ୍ଚବେ ତୋଇ ନିଶ୍ଚୟ, ଯିବ 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 ନିଶ୍ଚୟ ଯିବ। କାରଣ ଶ୍ରୀ ଠାକୁରଙ୍କର ହାତ କାଟି ପ୍ରତିଶ୍ରୁତି ଦେଇଛନ୍ତି। ଏତେ ପଛଘୁଞ୍ଚା କାହିଁକି? ସ୍ୱସ୍ତୈନ କଥା ଯାଏ ଅନ୍ୟର କଥା, ମୌଳିକ କେତେଟା କଥା। ଶ୍ରୀ ଠାକୁର କହୁଛନ୍ତି, ଦେଖ ତମେ ଦୀକ୍ଷା ଦିଅ ବା ନଦିଅ, ମନେ ରଖିବ ଜୀବନରେ କେହି କାହା ଘରେ ଅନ୍ନ ଖାଇବ ନାହିଁ। এই
ଅନ୍ନରେ ଗୋଟେ ସ୍ପର୍ଶ ଦୋଷ ଥାଏ। ଆଜି ତ ସେ ପରମ୍ପରା କୂଳଗୁରୁ ପରମ୍ପରା ଭାଙ୍ଗି ଯାଇଛି। ଆମର କୂଳଗୁରୁ ଘରୁ ଯେତେବେଳେ ଆସୁଥିଲେ ଏଇ ଫଳ ଆହାର କରୁଥିଲେ, ଅନ୍ନ ଖାଉନଥିଲେ। ଶ୍ରୀ ଠାକୁର କହୁଛନ୍ତି ଅନ୍ନରେ ଏକ ସ୍ପର୍ଶ ଦୋଷ ଅଛି, କେହି କାହା ଘରେ ବି ଅନ୍ନ ଖାଉ ନାହିଁ। ଯଦି ପରୀକ୍ଷା କରିବାକୁ ଚାହୁଁଛନ୍ତି, ଆପଣଙ୍କ ଗାଁର ଯଦି କେହି ପ୍ରସିଦ୍ଧ ମାନେ କଳିହୁଡ଼ି ଲୋକ ଥିବ, 15 ଦିନ ତା ଘରେ ପଇସା ଦେଇ ତାରି ଘରେ ଖାଆନ୍ତୁ। 16 ଦିନ ବେଳକୁ ବିନା ଟ୍ରେନିଂରେ ଆପଣ କଜିଆ କରି ବସିବେ। କାରଣ ସେ ସ୍ୱଭାବଟା ସଞ୍ଚାରିତ ହୁଏ। ମୌଳିକ କଥା, ସାଧାରଣ ଜୀବନର କଥା, ଇଏ ହେଉଛି ସତ୍ସଙ୍ଗ କଥା। ସତ୍ସଙ୍ଗଟା ଆରମ୍ଭ ହେଉଛି ଆପଣଙ୍କ ଘର ଭିତରୁ। ଯେ ପରିବାର ଭିତରେ ଆମେମାନେ ସବୁବେଳେ ଏତେ ସ୍ୱାର୍ଥପର, ବ୍ୟକ୍ତିଗତ ଭାବରେ ଆମେ ଉନ୍ନତି ଚାହୁଁଛୁ, କିନ୍ତୁ ଶ୍ରୀ ଶ୍ରୀ ଠାକୁର ଚାହିଁଛନ୍ତି ଆମର ବଂଶର ଉନ୍ନତି। ଆମେମାନେ ଏତେ ସ୍ୱାର୍ଥପର, ମୁଁ ଭଲରେ ରହିବି, ମୋ ପୁଅ ଯୁଆଡ଼େ ଗଲେ ଯାଉ, ଏମିତି କ'ଣ ହବ? ଜାଣିନାହାନ୍ତି ଆପଣମାନେ? ଆପଣଙ୍କ ସୁଖଟା ଆପଣଙ୍କର, ଆପଣଙ୍କ ପୁଅର, ଆପଣଙ୍କ ନାତିର। ଆଜିର ଯୋଉ ଧର୍ମର ସାଧନା ଆପଣ ନିଜ ପାଇଁ କରୁନାହାନ୍ତି। କୌଣସି ସତ୍ସଙ୍ଗୀ ଯାହାର ସନ୍ତାନ ମାନେ ଜନ୍ମ ହେଇଛନ୍ତି, ସେ ସତ୍ସଙ୍ଗୀ ମାନେ ତାଙ୍କ ଧର୍ମ ସାଧନା ତାଙ୍କ ନିଜ ପାଇଁ ନୁହେଁ, ତାଙ୍କ ବଂଶ ପାଇଁ। ବଂଶ ପାଇଁ ଏତେ ଟିକେ କଷ୍ଟ ସହିପାରିବେନି? ଆରେ ସେଦିନ ଏଇ ମା ମାନେ ଯେ ପୁଅ ପ୍ରତି, ଜୀବନ ପ୍ରତି ବିପଦ ପଡ଼ିଲେ କେତେ କେତେ କଠୋର ତପସ୍ୟା ସେମାନେ କରି ବସନ୍ତି। ଜ୍ୟୋତିଷ ଯଦି କହୁଛି ତୁ ପୁଅକୁ 22 ବର୍ଷ ହବା ପର୍ଯ୍ୟନ୍ତ ରାତିରେ ଖାଇବୁ ନାହିଁ ବୋଲି, ସେ ମାଟି ଖାଉନି, କାହିଁକିନା ସନ୍ତାନ ନାହିଁ। ଯଦି ବଂଶର ଦାୟରେ ଏତେ ଟିକେ ସାଧନା କରିବାକୁ ପଡେ, କଣ କରିହବନି? ନିଶ୍ଚୟ ହବ। ସେ ରାମକୃଷ୍ଣ ଠାକୁର ଏଇ କଥାଟା କହୁଛନ୍ତି ଯେ ପ୍ରକୃତି ଆମକୁ ଏମିତି ମାଡ଼ି ବସିଛି, ପ୍ରକୃତିର ଖାପ୍ଚରେ ଆମେ ଏମିତି ଗୋଟେ ପଡ଼ିଯାଇଛୁ। ଗୋଟେ ରାମକୃଷ୍ଣ ଠାକୁର ଗୋଟେ କଥା କହୁଛନ୍ତି, ଗୋଟେ କେଉଟୁଣୀ, ଗୋଟେ ମାଲ୍ୟାଣୀ, ଦି ଜଣ ବହୁତ ସାଙ୍ଗ ଥିଲେ। ଦିନେ ଏଇ କେଉଟୁଣୀ ମାଛ ବେପାର କରି ଆସୁ ଆସୁ ବାଟରେ ସଞ୍ଜ ହେଇଗଲା, ଅନ୍ଧାର ହେଇଗଲା। ସେ ମାଲ୍ୟାଣୀ ଘର ପାଖରେ ମାଲ୍ୟାଣୀ କହିଲା, ନାନୀ ରାତି ତ ହେଇଗଲାଣି, ରାତିରେ ଚୋରର ଭୟ, ବାଘର ଭୟ, ତୁ ଗୋଟେ କାମ କର, ଆଜି ରାତିରେ ଏଠି ରହିଯା, କାଲି ସକାଳେ ଯିବୁ। ଦି ଜଣ ଉଭୟ ବନ୍ଧୁ, ଦି ଜଣ ରୋଷେଇବାସ କଲେ, ଖାଇଲେ, ଶୋଇଲେ। ହଠାତ୍ ଏଇ ମାଲ୍ୟାଣୀ ଘୁଗୁଣି ମାରିବା ଆରମ୍ଭ କରିଦେଲା, କିନ୍ତୁ କେଉଟୁଣୀ ଆପଣଙ୍କୁ ନିଦ ହଉନି। ସିଏ କଣ କଲା, ଉଠି ଖୋଜିଲା, ନାକ ଟେକି ଟେକି ଶୁଙ୍ଗିଲା, ଘର ସାରା ବୁଲିଲା, ଆଲୋ ଗନ୍ଧଟା କୋଉଠି ଅଛି, କୋଉଠୁ ଅଛି, କୋଉଠୁ ଅଛି, ବୁଲିଲା। ଏଇ ଗାଁ ମାନଙ୍କରେ ସବୁ ଯୋଉ ଘରର ଜଳକବାଟି ଗୋଟେ ଥାଏ, ଏ ଘରୁ ସେ ଘର ଦେଖିବା ପାଇଁ ସେ କୋଣା ବାଟେ ଦେଖିଲା, ଗୋଟେ ହେଁସରେ ହେଁସେ ଗୋଟେ ମଲ୍ଲି ଫୁଲ ବିଛା ଅଛି। ମାଲ୍ୟାଣୀ ସେଥିରେ ପାଣି ଛିଞ୍ଚି ଦେଇଛି, ସେଇ ବାସ୍ନାଟା ଆସୁଛି। କେଉଟୁଣୀ ସେଇ ନାକଟାକୁ ଦେଇ କଲା, ଆଲୋ ଆଲୋ, ଇଏ ଉଠୁ ଗନ୍ଧ ଗୁରା ହଉଛି। ତେଣୁ କଣ କଲା, ତା ଶୁଖୁଆ ଟୋକେଇ କତିକି ଗଲା, ଯାଇକି ସେ ଶୁଖୁଆ ଟୋକେଇରେ ଯୋଉ ହାତ ଭଜା କନା ଖଣ୍ଡ ଥିଲା, ସେଥିରେ ଟିକେ ପାଣି ଛିଞ୍ଚି ଆଉ ଟିକେ ତାଜା ହେଇଯିବ, ଆଣିକି ମୁହଁ ଉପରେ ପକେଇ ଦେଇ ଘୋଡେଇକି ଆରାମସେ ଘୁଗୁଡ଼ି ମାରି ଆରମ୍ଭ କଲା। ରାମକୃଷ୍ଣ ଠାକୁର କହୁଛନ୍ତି ଯେ ତାକୁ ମଲ୍ଲି ଫୁଲ ବାସ୍ନା ଗୁଡା ଗନ୍ଧେଇଲା, କିନ୍ତୁ ହାତ ଭଜା ଟୋକେଇରେ ସେ କନା ଖଣ୍ଡ ଭଲ ଲାଗିଲା। ତେଣୁ ମଣିଷର ପ୍ରକୃତିଟା କଣ ହଉଛି, ଜୋର କରି ସେଟା କରିବାକୁ ପଡେ। ଏଇ ପିଲାଟା ଚୋରି ଛାଡ଼ିବ ସେଇଦିନ, ପୋଲିସ ବାଲା ଯୋଉ ପିଟିବନି, ହାତ ପିଟା ପିଟିବ, ଓ ବାପଲ ମଲ ଆଉ ଚୋରି କରିବିନି, ଯୋଉଦିନ ସେ ସଂକଳ୍ପ କରିବ ସେଇଦିନ ଟିକେ ଚୋରି ଛାଡ଼ିବ। ତେଣୁ ଶ୍ରୀ ଠାକୁର କହିଲେ, ତମେ ଏକାନ୍ତ ଭାବରେ ଯଦି ତମର ସଂସାର ମଙ୍ଗଳ ଚାହ, ପିଲା ପରିବାର ମଙ୍ଗଳ ଚାହ, ମୁଁ ଯାହା ଚାହେ ତାହା ନିରାଶୀ ନିର୍ମମ ଭାବରେ କର। ନିରାଶୀ ନିର୍ମମ ହବାକୁ ପଡେ। ଯୋଉ କଥା ହଉଛି ପରିବାର ଭିତରେ ଶ୍ରେଷ୍ଠ ଯୋଉ ଅଛନ୍ତି ସ୍ୱାମୀ। ତେଣୁ ଆମେ ମାନେ ଅନେକ ସ୍ଥଳେ ଦେଖୁ, ସ୍ୱାମୀ ଥାଏ, ସ୍ୱାମିତ୍ୱ ନଥାଏ। ସ୍ୱାମିତ୍ୱ କଣ ପାଇଁ ନଥାଏ? ମାନେ ତତ୍ତ୍ୱ ମାନେ ତୁକୁ ବା ଟେକି ନେଇକି, ଯିଏ ତତ୍ତ୍ୱ ପୁରୁଷ, ଯିଏ ଜାଣନ୍ତି, ଯିଏ ତୁଟା ଜାଣନ୍ତି, ସେ ପୁରୁଷୋତ୍ତମ ଭିନ୍ନ ଆଉ କେହି ନୁହନ୍ତି। এই পুরুষটা যেতবে সংযুক্ত হুয়ে, যে পুরুষটা যেতবে পুরুষোত্তম সহিত সংযুক্ত হুয়ে, সেতবে তার বৈশিষ্ট্য মাফিক সে উন্নতি করে। সৎসঙ্গে এমিতি ନାହିଁ, ଆପଣ ଅଯୋଗ୍ୟ ହେବେ ନାହିଁ, ହବାର ଚାନ୍ସ ନାହିଁ। ଦୀକ୍ଷା ନେଇଛନ୍ତି, ଦୀକ୍ଷାର ମର୍ମରେ ସେଦିନ ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି, ଦୀକ୍ଷା କାହିଁକି ନେଇଛୁ? ଅନେକ ପ୍ରଶ୍ନର ପରିଶେଷର ଉତ୍ତର ଦେଇଥିଲେ ଶ୍ରୀ ଶ୍ରୀ ବଡ଼ଦା, ଗୋଟିଏ ମାତ୍ର କାରଣ ହେଉଛି ନାମ କରିବା ପାଇଁ ଦୀକ୍ଷା ଦେଇଛି। ସେ ଠାକୁର କହିଲେ, ନାମ କରି ଦେଖ, ପ୍ରତ୍ୟେକ ନାମ କରି ଦେଖ, ଦେଖ ତୋର ସତ୍ତା କୋଉଠି, ତୋର ବୈଶିଷ୍ଟ୍ୟ କୋଉଠି, ତୋ ଜୀବନ ଭିତରେ କି କି ପ୍ରକାର ଉନ୍ନତି ଆସୁଛି ତାହା ହିଁ ଜାଣିପାରିବୁ। କିନ୍ତୁ ପାରିବାରିକ ଜୀବନ ଭିତରେ ମୁଖ୍ୟତଃ କେତେଟା କଥା ଅଛି, ଯୋଉ ମୁଖ୍ୟ ତ୍ରୁଟି ଗୁଡାକ ସବୁ ଆମ ଭିତରେ ରହିଛି। ଯେ ଠାକୁରଙ୍କର କଥା, ଆମ ଜୀବନର କଥା, ଜୀବିକାର କଥା, ଘର ସଂସାର କଥା, ପିଲା ପରିଜନର କଥା। ଆଜି ଆମମାନଙ୍କ ପିଲା ଭିତରେ ସେ ପ୍ରକାର ସହନଶୀଳତା ଗୁଣ ନାହିଁ। 9ଟା ନାହିଁ, 6ଟା ନୁହେଁ। ଆଜି ଆମେ ମାନେ ସମସ୍ତେ ଗୋଟିଏ ପିତାର, ଗୋଟିଏ ପୁଅ ହଉ ବା ଝିଅ ହଉ, ଏକମାତ୍ର ସନ୍ତାନର ପିତାମାତା। ଆଉ ସେ ପିତାମାତା ହଉଛି ଆମେ କିଭଳିଆ ଅବାଧ୍ୟ ସନ୍ତାନର ଅସହାୟ ପିତା। ଏ ପିଲାମାନେ ଅବାଧ୍ୟ କାହିଁକି ହେଲେ, କଣ ପାଇଁ ହେଲେ? ପୁଅ କଥାଟା ବାପା କାହିଁକି ମାନୁନି? ତାକୁ ଜନ୍ମ ଦେଲା କିଏ?
এই মা তো এই মা ভিতরে ଏ ଶହେ କ୍ଷମତାଟା କମିଲା କେମିତି ଜାଣନ୍ତି? ଆଜିକାଲି ଗାଁ ଦେଖିବେ, ଗାଁରେ ଆଉ ସେ ଶାଶୁ ନାହାନ୍ତି, ବୋହୂ ମାନଙ୍କ ସହିତ ଗୋଟେ କମ୍ପ୍ରମାଇଜ କରିଗଲେଣି। ଅନେକ ଘର ହୁତୁତୁ ହେଇ ଜଳୁଛି, କିନ୍ତୁ ଦେଖ ପିତୃପୁରୁଷର ଜୀବନ ଧାରା ଯଦି ତମଠାରେ ରହିଲା ନାହିଁ, କୋଉଠି ତୁମେ କିଏ ବା ତୁମର କୁଳ ଗୌରବ ରହିଲା ନାହିଁ। ସେ ଠାକୁର ଆସନ୍ତି ଆମର ବଂଶର ଉଦ୍ଧାର ପାଇଁ, ବଂଶ ବୁନିୟାଦର ଉଦ୍ଧାର ପାଇଁ। ସେ ଠାକୁର କହିଲେ ଏମିତି ଜଣେ ମନୁଷ୍ୟ ନାହିଁ ଦୁନିଆରେ ବଡ ହେଇଛି ପିତା ମାତାକୁ ପରିତ୍ୟାଗ କରି। ଏଇ ମା ମାନେ ଅନେକ ସମୟରେ ସୁଖର ସଂସାର ଆଶାରେ ଏଇ ବାପା ମାଙ୍କ ଠାରୁ ଅଲଗା ହେଇଯାଆନ୍ତି। ଅଳ୍ପ ଦରମାରେ ଶାଶୁ ଶ୍ୱଶୁରଙ୍କର ଖର୍ଚ୍ଚଟା ତୁଲେଇ ହେବନି ବୋଲି ଅଲଗା ହେଇଯାଆନ୍ତି ସୁଖର ସନ୍ଧାନରେ। ମନେ ରଖ, ସେଇ ଦିନଠାରୁ ଆପଣଙ୍କର ବଂଶର ବିପର୍ଯ୍ୟୟ ଆରମ୍ଭ ହେଲା। ସେ ଠାକୁର କହିଲେ ତମେ ତମର ସ୍ୱାମୀକୁ ଯଦି ପରିଜନଙ୍କ ଠାରୁ ଅଲଗା କରିନିଅ, ସେବା ସମର୍ଥନା ଭିତରୁ ମଣିଷ ଯୋଉ ତୃପ୍ତି ଅନୁଭବ କରେ, ବୋଧ ଜାଣିବା ଭିତରେ ଯୋଉ ମୁକ୍ତି ଆସିଥାଏ, ତମର ସ୍ୱାମୀ ସେଥିରୁ ବଞ୍ଚିତ ହେବେ। ମହିମା ଗାରିମା ପ୍ରତିଷ୍ଠା ଦୂରକୁ ଅପସରି ଯିବ, ଅବସାଦ ଅତୃପ୍ତି ତମକୁ ଘେରି ଧରିବ। ଯେତେ ଯେତେ ଲୋକ ଏଇ କାଣ୍ଡ କରିଛନ୍ତି। ଆରେ ବାବା ଡାକ୍ତରଖାନା ଯିବାର ଅଛି, ଯୋଗ ଅଛି, ଯଦି ପାଖରେ ବାପା ଥାନ୍ତି ବୃଦ୍ଧ ବୟସରେ ଯଦି ବାପାକୁ ଡାକ୍ତରଖାନା ନେଇକି ଯାଆନ୍ତି, କଷ୍ଟ ସହିବେ ବାପା। ଆପଣଙ୍କର ଡାକ୍ତରଖାନା ଯୋଗଟା କଟିବ ଏପଟେ, କିନ୍ତୁ କଷ୍ଟ ସହିଲେ ବାପା। ଆଉ ଯଦି ବାପାଙ୍କୁ ନ ନିଅନ୍ତି ନା, ତାହେଲେ ଏଇଟା କଣ ହବ ନା, ଡାକ୍ତରଖାନା ଯିବ ମାନେ ଇଞ୍ଜେକ୍ସନ ଆପଣଙ୍କୁ ଖାଇବାକୁ ପଡିବ। ଏ ହେଉଛି ବିଧିର ବିଧାନ। ଆପଣମାନେ ବିଧିକୁ ଅବଜ୍ଞା କରିପାରନ୍ତି, ତାଙ୍କ ନୀତିକୁ ତାତ୍ସଲ୍ୟ କରିପାରନ୍ତି, ମୌଳିକ ଜୀବନର କଥା। କିନ୍ତୁ ପ୍ରକୃତିର ଯୋଉ ଶାସନଟା ଚାଲିବ ଚାଲିବ। ଶ୍ରୀ ଠାକୁର କହିଲେ ତମର ଶାଶୁ ଯଦି ଗଞ୍ଜନ ଦାୟୀ ହୁଅନ୍ତି, ତମେ ତାଙ୍କ ଗଞ୍ଜଣାର ବାଧକ ହୁଅ ନା। ତାଙ୍କ ପ୍ରୟୋଜନ ଗୁଡ଼ିକ ପ୍ରତି ନଜର ରଖ, ପୂରଣରେ ତତ୍ପର ହୁଅ, ସେବାରେ ତାଙ୍କୁ ପରିପୃତ କରି ତୋଳ, ଜୟ ତୁମର ଅବଶ୍ୟ ଭାବିବ। କଳିହୁଡ଼ି ଶାଶୁମାନେ ଆଜି ଯେହେତୁ ବିଲୁପ୍ତ ପ୍ରାୟ ହେଇଗଲେ, ଆଉ ଶୈବା ବୟା ସନ୍ତାନ ବି ସେଇ ସକାଶେ ବିଲୁପ୍ତ ହେଇଗଲେ। ସେ ଠାକୁର କହୁଥିଲେ ଜ୍ୱଳନ୍ତ ଉଦାହରଣ। ଶ୍ରୀ ଶ୍ରୀ ବଡ଼ ମା ଯିଏ କର୍ତ୍ତା ମା, ତାଙ୍କର ଆଈ ଶାଶୁ ଏତେ ଗାଳି ଗୁଲଜ କରନ୍ତି। ଶ୍ରୀ ଠାକୁର କହୁଥିଲେ ଆଜି ତମମାନଙ୍କର ଯିଏ ବଡ଼ ବୋଉ ଯଦି ବଡ଼ ବୋଉ ହେଇଥାଏ, କେବଳ କର୍ତ୍ତା ମା ପାଇଁ। ଏଇ ଶାଶୁ ଯେତେବେଳେ ଅନେକ କହେ, ଅନେକ କଥା କହେ, ବୋହୂକୁ କହେ, ଭୁଲରେ କହିବ ଠିକରେ କହିବ, ଆଉ କହିବା ଭିତରେ ଆପଣମାନଙ୍କର ମା ମାନେ ଆପଣମାନଙ୍କୁ ଗୋଟିଏ ଫାଇଦା ହୁଏ, ସନ୍ତାନ ମାନଙ୍କୁ ଆପଣମାନେ ଜନ୍ମ ଦିଅନ୍ତି ନା। ଭଲରେ ହଉ ମନ୍ଦରେ ହଉ ଯେମିତି ହଉ, ଆରେ ବୟସ ଯେତେବେଳେ ଅପରାହ୍ନ ହେଇଯାଏ, ଲୋକମାନେ ଯେତେବେଳେ ବୁଢ଼ାବୁଢ଼ୀ ହେଇଯାନ୍ତି, ସେମାନେ ବ୍ୟକ୍ତିଗତ ଭାବରେ ଭାବନ୍ତି ମୋର ବୋଧେ ଆଉ ଏତେ ଇମ୍ପୋର୍ଟାନ୍ସ ଏ ଘର ଭିତରେ ନାହିଁ, ଦେହର ଜୋରଟା ସିନା କମିଯାଏ, ମୁହଁର ଜୋରଟା ବଢିଯାଏ। ଏଇ ଶାଶୁଟାକୁ ବୋହୂଟାକୁ ଅନେକ କଥା ଶାଶୁ କହେ, ପରିଶେଷରେ ମନେ ମନେ ଭାରି ଖୁସି ହେଉଥାଏ, ଆହା ଏବେ ବି ସେଇ ବୋହୂ ମୋତେ ମାନୁଛି, ଏବେ ବି ମୋର ସେ ଜୋରଟା ଅଛି। ମନେ ମନେ ସେମାନେ ତୃପ୍ତି ଆନନ୍ଦ ଅନୁଭବ କରନ୍ତି। ଇଏ ତ ତାଙ୍କ ମନ ତଳର କଥା। ଆପଣମାନଙ୍କ ବିଶେଷ ଯୋଉ ଫାଇଦାର କଥା ହଉଛି, ଯୋଉ ଶାଶୁଟା ଯୋଉ ବୋହୂଟା ଶାଶୁର ଯେତେ ଗଣ୍ୟ ଯେତେ ସହେ, ସେ ସହିବା ବହିବା ସନ୍ତାନକୁ ଜନ୍ମ ଦିଏ। ନହେଲେ ଆଜି ପିଲାମାନଙ୍କୁ ବହୁତ କହିଲେ ଗଲା ଯେ ଗଲା, ଆଉ ପଛକୁ ବେରୁନି। ତାର ପ୍ରମୁଖ କାରଣ ହଉଛି ସେଇ ଶାଶୁମାନେ। ଏଇ ଯେ ଶାଶୁମାନଙ୍କୁ ଆମେ ପରିତ୍ୟାଗ କରିଦେଇଛୁ, ଏଇ ଶାଶୁ ଶ୍ୱଶୁର, ଏଇ ବାପା ମା। ସେଦିନ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ଦେଖ ତମେ ଏକାନ୍ତ ଭାବରେ ଯଦି ତମର ଯୋଉ ମା ମାନଙ୍କର କଥା କହୁଛି, ଯୋଉମାନେ ଆଜି ସୁଖର ସଂସାର ଉପରେ ଯୋଉ ପରିକଳ୍ପନାଟା କରୁଛନ୍ତି, ଭୁଲ ପରିକଳ୍ପନା। ଏ ଘଟଣାର ଆଜି ଯେତେ ଯେତେ ସମସ୍ୟା ଆସିଛି, ଠାକୁର ତାର ମୂଳ କାରଣକୁ ଯାଇକିରି ଉଦ୍ଘାଟନ କରି କହିଲେ, ଯେଉଁ କଥା ଆଜି ପର୍ଯ୍ୟନ୍ତ କୌଣସି ପୁରୁଷୋତ୍ତମ କହିନାହାନ୍ତି, କହିଲେ ଆର ପ୍ରମୁଖ କାରଣ ହଉଛି ପ୍ରତିଲୋମ ବିବାହ। ଏତେ ବେମାରୀ ଛାଡ଼, ତାପରେ ଯାହା ହେବା କଥା ହବ। କହିଲେ ସବୁଠୁ ପ୍ରମୁଖ କାରଣ ହଉଛି ପ୍ରତିଲୋମ ବିବାହ। ଏ ପ୍ରତିଲୋମ ବିବାହଟା ଏବେଠୁ ଆରମ୍ଭ ହେଇନି, ଏଟା ହେଲା ବୁଦ୍ଧଦେବଙ୍କ ସମୟରୁ। ସେଟା ଆରମ୍ଭ ହେଇଛି 623 2650 ବର୍ଷ ପୂର୍ବରୁ ବୁଦ୍ଧଦେବଙ୍କ ସମୟ ଆରମ୍ଭ କାହିଁକି ହେଲା ନା, ଯେତେବେଳେ ବୁଦ୍ଧଦେବ ଆସିଲେ, ଭଲ ଭଲ ଘରର ପିଲାମାନେ ବାହା ହେଲେନି, ଭଲ ଭଲ ଘରର ପୁଅମାନେ ବାହା ହେଲେନି, ସେମାନେ ବୌଦ୍ଧ ଭିକ୍ଷୁ ହେଲେ। ଆଉ ସବୁଠାରୁ ଉତ୍କୃଷ୍ଟ କନ୍ୟା ମାନେ ନିକୃଷ୍ଟ କନ୍ୟାକୁ ବାହା ହେଲେ। ଆପଣମାନେ ଏତେ କଥା ବୁଝିପାରିବେନି, ଗାଁ ଗହଳିର କଥା ସିଧା କଥା ବୁଝନ୍ତୁ। ବର୍ଣ୍ଣ ବଂଶ ବିଦ୍ୟା ସ୍ୱାସ୍ଥ୍ୟ ଶିକ୍ଷା ଇତ୍ୟାଦିରେ ବରଟା ସବୁବେଳେ ଶ୍ରେଷ୍ଠ ହେବା କଥା, କନ୍ୟାଟା କନିଷ୍ଠ ହେବା ଦରକାର। କିନ୍ତୁ ତାର ବ୍ୟତିକ୍ରମରେ ଯଦି ବାହାଘର କରନ୍ତି, ତାକୁ କୁହନ୍ତି ପ୍ରତିଲୋମ ବାହାଘର। ଉଦାହରଣ ଯଥା ଦେଖିଲେ, ଝିଅର ବାହାଘର ପାଇଁ ଜୋଇଁଟା ଦୁଗୁଲା ପତଳା, କିନ୍ତୁ 80,000 ଟଙ୍କା ଦରମା ପାଉଛି। ଆପଣ ଯେତେବେଳେ ଆପଣ ଝିଅକୁ ସେଠି, ବାପା ମା ସ୍ୱାଭାବିକ ଭାବେ ମୋ ପୁଅ ଝିଅ ଯୋଉଠି 2 ମୁଠା ଖାଇବାକୁ ପାଏ, ଶାଶୁ ଘରେ ପତିଆରା କରେ,
ଶାଶୁଘର ଚାବିକାଟା ହାତ ଉଠାଣେ ଏଇ ହେଲା ଆମର ସ୍ୱାଭାବିକତା ଯୋଉ ଭାବନା। ଯେତେବେଳେ ବାହାଘର କରିବେ ସେ ଧେଡ଼କୁ ସିଏ ଭଗବାନ ଭାବିବ ନା, ସିଏ ଭାବିବ ଆମ ଗାଁରେ ଯେ ନଟ ଭାଇ ମୋ ଶଙ୍କରଟା ଭଲ ଥିଲା, ବାପ ମା ତାଙ୍କ ସ୍ୱାର୍ଥରେ ବାହାଘର କରିଦେଲେ, ଏଇଟା ବିଧିର ବ୍ୟତିକ୍ରମ। ତାକୁ ବାହାଘର କଲା ପରେ ସିଏ ତ ତାକୁ ସ୍ୱାମୀ ଭଗବାନ କେବେ ବି ଭାବିବ ନାହିଁ। ଯଦି ନ ଭାବିଲା ସ୍ୱାମୀ ପ୍ରତି ଯୋଉ ବିକୃତ ମନୋଭାବଟା ତା ଭିତରେ ଆସ୍ତେ ଆସ୍ତେ ଦାନା ବାନ୍ଧିବ, ସେ ଯୋଉ ସନ୍ତାନକୁ ସବୁ ଜନ୍ମ ଦବ ସ୍ୱାମୀ ବିରୁଦ୍ଧ, ସ୍ୱାମୀ ବୋଇଲେ ଶ୍ରେଷ୍ଠ ଜନ, ଆଉ ସେ ଯୋଉ ସନ୍ତାନ ଗୁଡାକ ସବୁ ଜନ୍ମ ହୁଅନ୍ତି ତାକୁ କହନ୍ତି ପ୍ରତିଲୋମ ବିବାହ ଜନିତ ସନ୍ତାନ। ଶ୍ରୀ ଠାକୁର କହିଲେ ତୁଇ ତୋର ସନ୍ତାନକେ ସିଂହର ମୁଖେ ତୁଲି ଦେ, ବାଘର ମୁଖେ ତୁଲି ଦେ, ପ୍ରତିଲୋମ ବିବାହ କରିସ୍ ନା, ଏମାନେ କମ ବଦମାସ ନୁହନ୍ତି। ଶ୍ରୀ ଠାକୁର କହିଲେ ଏ ପ୍ରତିଲୋମ ବିବାହ ଜନିତ ସନ୍ତାନ ମାନେ ସେମାନେ ରୋଗ ସଂକୁଳ କ୍ଷୀଣ ମସ୍ତିଷ୍କ ହୁଅନ୍ତି ସ୍ୱଭାବତଃ। ଯଦି ମୋଟାମୋଟି ଭାବରେ ତାଙ୍କ ସ୍ୱାସ୍ଥ୍ୟ ଠିକ ରହିଲା ଶୈତାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି। ଶୈତାନ ଠାରୁ ଯେ ଏଇ କେନ୍ଦ୍ରାପଡ଼ାର କଥା ଦି ଜଣ ଏଇ ସତ୍ସଙ୍ଗର ଆଚାର୍ଯ୍ୟ ସମ୍ବର କଥା, ସେ ଦି ଜଣ ପରସ୍ପରକୁ ଭଲ ପାଆନ୍ତି ପୁଅ ଝିଅ। ଜଣେ ବିପ୍ର, ଆଜ୍ଞା ମାନେ ବହୁତ ଜାଣିଥିବେ ତେଣୁ କହିବା କଥା ହଉଛି, ଜଣେ ପୁଅ ହଉଛି ଯେ କ୍ଷତ୍ରିୟ, ଝିଅ ବିପ୍ର। ଉଭୟ ଯାଇ ପୂଜପା ଦାଦାଙ୍କ ନିକଟରେ ନିବେଦନ କଲେ କେତେ ନା ବାହା ହେଇସାରିକି ସେ ନିବେଦନ କଲେ। ଆଚାର୍ଯ୍ୟ ସିଧା ନିର୍ଦ୍ଦେଶ ଦେଲେ ମନେ ରଖ ବିବାଦ ହେଲା ଠିକ ଅଛି, କୌଣସି ସନ୍ତାନ ଯେମିତି ଜନ୍ମ ନ ହୁଏ, ଅଦ୍ୟାବଧି ହେଇନାହିଁ ଠାକୁରଙ୍କୁ ମାନିଛନ୍ତି ବୋଲି। ପ୍ରତିଲୋମ ବିବାହ ଜନିତ ସନ୍ତାନ ଆପଣଙ୍କର ନିଜର ସୁନ୍ଦର ପୁଅଟାକୁ, ନିଜର ସୁନ୍ଦର ଝିଅଟାକୁ କେବେ ଅସୁନ୍ଦର ପୁଅ ସହିତ ବାହାଘର କରିବେ ନାହିଁ। ଏଗୁଡ଼ା ପ୍ରତିଲୋମ ବିବାହ ସନ୍ତାନ। ବାହାଘର ସମୟରେ ସତ୍ସଙ୍ଗର ଯୋଉ ମୂଳ ଆନ୍ଦୋଳନ ଆଜି ହେଉଛି ସେଇଟା ଯୋଉ ମୁଖ୍ୟତଃ ପ୍ରତିଲୋମ ବାହାଘର ନିରୋଧ। ପ୍ରତିଲୋମ ବାହାଘରଟା ଯଦି ଆମେ ନିରୋଧ କରିଦେଇପାରିବା ସବୁ ହେଇଯିବ। ଆରେ ଦେଖ ଗୋଟେ କଥା ହଉଛି କଣ, ଆମର ସତ୍ସଙ୍ଗକୁ ଆମେ ମାନେ ଯୋଉ ଆସିଲେ ଏଠି କୌଣସି ଇଣ୍ଟରଭ୍ୟୁ କରାଯାଇନି। ସତ୍ସଙ୍ଗ ବ୍ୟତୀତ ଭିନ୍ନ ଜାଗାକୁ ଯିବେ, ଆପଣ ସେଠି ଗୋଟେ ପରୀକ୍ଷା ଦେବେ, ଏତେଟା ପାସ୍ କଲେ ଠାକୁରଙ୍କୁ ଗ୍ରହଣ କରିବେ। ଇଏ ପରମ୍ପରା ମୋ ଠାକୁର ଯିଏ ଆସ ଭିତରେ ପଶ, ଯିଏ ଆସ ଭିତରେ ପଶ, ଇଏ ଠିକ ମାନେ ଯିଏ ଆସ ଭିତରେ ପଶ, ଯିଏ ପଶିଲା ସେ ପାଇକଲାନି ଏପଟେ ପଶିଲା ଏପଟେ ଭଲ ହେଇକି ବାହାରିଗଲା। ଏଭଳିଆ ବ୍ୟବସ୍ଥା କୋଉଠି ଦେଖିଛନ୍ତି? ହେଲେ ସେଠି ଗୋଟେ କାମ କରିବାକୁ ପଡେ। ମା ମାନେ ସମସ୍ତ ସ୍ୱଳ୍ପ ଛୋଟିଆ କଥା କହୁଛି, ଆଜ୍ଞା ମାନେ ଅଛନ୍ତି ଆଲୋଚନା କରିବେ। ଆମେ ଯେତେବେଳେ ଦୀକ୍ଷା ନେଲେ ପ୍ରତିଲୋମ ବାହାଘର ହେଇଛି ନା ଅନୁଲୋମ ବାହାଘର ହେଇଛି? ପରୀକ୍ଷା ହେଇଛି ହେଇନି। ସେ ଅନୁଲୋମ ହଉ ପ୍ରତିଲୋମ ହଉ, ଆଜିର ଏଇ ପବିତ୍ର ଦିବସରେ 22ତମ ସତ୍ସଙ୍ଗରେ ଆପଣମାନେ ଯୋଉ ଆସିଛନ୍ତି ଆଜିଠାରୁ ପ୍ରତିଜ୍ଞା କରି ଗୋଟେ ଛୋଟିଆ କଥା ମନେ ରଖିବେ। ସ୍ୱାମୀ ଆପଣଙ୍କର ଈଶ୍ୱର ଭଗବାନ। ଆପଣଙ୍କର ଭାଗ୍ୟଟା ପତର ତଳେ, ପଥର ତଳେ ନୁହେଁ। ଆପଣଙ୍କର ବିବାହଟା ବୈଦିକ ମତରେ ହେଇଛି, ବିଧି ସୃଷ୍ଟି କରିଛି। ସିଏ ହଉ, ବାପା ମା କଣ କରୁଛନ୍ତି ଛାଡ, ସେ କଥା ଭାବନ୍ତୁ ନାହିଁ। ଏଇଭଳିଆ ଲୋକ ବେକାର ମୋ ମତ ବାନ୍ଧି ଦେଇଛ, ବାପାଙ୍କୁ ସେମିତି କିଛି କୁହନ୍ତୁ ନାହିଁ। ବାପା ମା ଠିକ କଲେ ଠିକ, ଭୁଲ କଲେ ଠିକ। ପିତାମାତା ଗୁରୁଜନ ଯେତେ ବି ଦୋଷ କରନ୍ତୁ ନା, ସଦାବରେ କରିଲେ ପାଳନ ପାଇବୁ ତୋର ବର୍ଦ୍ଧନା। ପିତାମାତାଙ୍କର ଦୋଷଟା କେବେ ଧରିବେ ନାହିଁ, ଶାଶୁ ଶ୍ୱଶୁରଙ୍କର ଦୋଷ କେବେ ଧରିବେ ନାହିଁ। ବିଧି ଅଛି ତାର ବିଧାନ, ତାର ବିଚାର କରିବା ପାଇଁ। ସେଦିନ ଭଗବାନ କୃଷ୍ଣ ଯେତେବେଳେ ମାତା ଦେବକୀ ବସୁଦେବକୁ ବନ୍ଦିଶାଳାରୁ ଉଦ୍ଧାର କରୁଛନ୍ତି, ବସୁଦେବ ସେତେବେଳେ ଦେବକୀ ପଚାରୁଛନ୍ତି, ପୁଅ ଆମେ ଶୁଣିଲୁ ତୁ କୁଆଡେ ଭଗବାନ, ହେଲେ ଆମେ କି ଦୋଷ କରିଥିଲୁ ଯେ ଆମକୁ 14 ବର୍ଷ ବନ୍ଦିଶାଳା ରହିବାକୁ ପଡିଲା? ଭଗବାନ କୃଷ୍ଣ ଉତ୍ତର ଦଉଛନ୍ତି, ତା ତ ଠିକ କଥା ମା, ହେଲେ ମୁଁ କି ଦୋଷ କରିଥିଲି ଯେ ମତେ 14 ବର୍ଷ ବନବାସ ପଠେଇଦେଲ? କହିଲେ ତା ମାନେ? କହିଲେ ପୂର୍ବ ଜନ୍ମରେ ଥିଲ ତମେ ମାତା କୈକେୟୀ, ବାପା ଥିଲେ ରାଜା ଦଶରଥ। ତେଣୁ ଦେଖନ୍ତୁ ବିଧିର ବିଧାନ। ଅନେକ ଲୋକ ଅଭିଯୋଗ କରନ୍ତି ମୋ ବାପା କଣ ଛୋଟିଆ ଯାଆନ୍ତୁ, କି କଥା କରିଛି ଆଉ ଯିବି, ସେ ତ ମଲେ ଶୁଦ୍ଧିବାକୁ ଯିବେନି, ବିଲକୁଲ ନୁହେଁ। ଆରେ ସେ ତାଙ୍କର ପୁତ୍ର ଧର୍ମ କରି ପାଳନ କରୁନାହାନ୍ତି, ଆପଣ କାହିଁ ତାର, ସେ ତାଙ୍କର ପିତା ଧର୍ମ ପାଳନ କଲେନି, ଆପଣ କାହିଁ ପୁତ୍ର ଧର୍ମ ପାଳନ କରିବେନି? ଯଦି ନ କରନ୍ତି ବିଧି ଦଣ୍ଡ ଦବ, ବିଧି କାହାକୁ ଛାଡ଼ିବ ନାହିଁ। ତେଣୁ এই সৎসঙ্গ ଆମେ ମାନେ ଯେତେବେଳେ ଆସିଲେ ମୌଳିକ ଛୋଟିଆ କଥା, ସ୍ୱାମୀ ଈଶ୍ୱର ଭଗବାନ, ଭଗବାନଙ୍କୁ ପ୍ରଣାମ କରନ୍ତି ନା? ପ୍ରତ୍ୟେକ ପ୍ରଣାମ କରିବେ। ଥରେ କରି ଦେଖନ୍ତୁ, ଏ ସ୍ୱାମୀର ପ୍ରାଣଟା କେମିତି ବିଗିଡ଼ିଯିବ, ପରିବାରର 50% ଅଶାନ୍ତି କମିଯିବ। ସେ ଦୁର୍ବଳ ସ୍ୱାସ୍ଥ୍ୟ ହୁଅନ୍ତୁ, ରୋଜଗାର ନ କରନ୍ତୁ, ଦେଖିବେ ଏଇ ଭାବ ଥିଲେ କାଲି ସକାଳେ ଠାକୁରଙ୍କର ଅଭୟ ଆଶୀର୍ବାଦ ଆପଣଙ୍କ ଉପରେ ଝରି ପଡ଼ିବ। ଆପଣମାନେ ସନ୍ତାନ ଯୋଗ୍ୟ ହେଇ ଉଠିବ। ଯଦି এইটা ନ କରନ୍ତି ନା, ଆପଣମାନଙ୍କର ସନ୍ତାନ ଭାବିବ ଆମ ଘରେ ମୋ ବୋଉ ଯାହା କହେ ସେଇଆ হয়, ମୋ ବାପା ଅଛି। ଏ ପ୍ରଥମେ ବାପାକୁ ଅବଜ୍ଞା କରେ, ବୟସର ଅପରାହ୍ନରେ
এই মା ମାନଙ୍କର ଯେତେବେଳେ ଜୋର କମି ଯାଇଥାଏ ନା, ସେତେବେଳେ ସନ୍ତାନ ଯେତେବେଳେ ଅତ୍ୟାଚାର କରେ ଆଉ ସେ ସ୍ୱାମୀଟାକୁ କହିପାରେ ନା, ନିଜେ ସର୍ବନାଶ କରିଦେଇଛି। ସତ୍ସଙ୍ଗର ମୌଳିକ କଥା ହେଉଛି ପ୍ରତ୍ୟହ ନିଜ ସ୍ୱାମୀକୁ ପ୍ରଣାମ କର, ଶାଶୁ ଶ୍ୱଶୁରଙ୍କୁ ପ୍ରଣାମ କର, ପ୍ରତ୍ୟୁତ୍ତର କର ନାହିଁ, ପାଖରେ ସନ୍ତାନମାନଙ୍କୁ ବସାଅ। ସେ ଠାକୁର କହିଲେ ତମେ ତମର ଇଷ୍ଟ ଚିନ୍ତା ଚେତନା ଭାବନା ତମର ସନ୍ତାନ ଭିତରେ ଯଦି ସଞ୍ଚାଳିତ କରିଦେଇ ନ ପାରିଲ ତାହେଲେ ମୋତେ ଠକିଦେଲ। ହାତ କଲମର କଥା ଆପଣମାନେ ଜାଣି ସେ ତ ବୈଶିଷ୍ଟ୍ୟର କଥା ବହୁତ କଥା ଅଛି। ସେ ଠାକୁର ହେଉଛନ୍ତି ବୈଶିଷ୍ଟ୍ୟ ପାଳି। ଆପଣଙ୍କ ପୁଅଟା କୋଉ ବୈଶିଷ୍ଟ୍ୟରୁ ଆସିଛନ୍ତି ଆପଣମାନେ ଜାଣିନାହାନ୍ତି। ସେ କନେକ୍ଟିଭିଟି ଠାକୁର କରାଇବେ, ଏତିକି କରାଇବେ, ହାତରେ ଧରି ଇଷ୍ଟବୃତ୍ତି କରାଇବେ, ପ୍ରାର୍ଥନାଟା କରିବେ, ସ୍ୱାମୀଙ୍କୁ ପ୍ରଣାମ କରିବେ। ଆଜିର ଦିନରେ ଶପଥ କରି ଯାଆନ୍ତୁ। ଆଉ ଆଜିର ଦିନରେ ଆଜି ଶପଥ ତାର ଦେଖିବେ ଆସ୍ତେ ଆସ୍ତେ ପରିବାର ଭିତରେ ଅନେକ ପ୍ରକାର ପରିବର୍ତ୍ତନ ହେବ। ଆଉ ଭାଇମାନଙ୍କର କଥା ବି ଖାଲି ଯେ ମା' ମାନେ କହିବେ, ଖାଲି ମା' ମାନଙ୍କ ଉପରେ ଏତେ ଜୋର ଦେଲ, ଆପଣମାନଙ୍କ ପାଖରେ ଜୋର ଦେବାକୁ ହୁଏ। ପ୍ରତିଲୋମ ବିବାହଟା ଆସିଛି ଆପଣମାନଙ୍କ ପାଖରେ। ଶ୍ରୀ ଠାକୁର କହିଲେ ଯଦି ପ୍ରତିଲୋମ ସଂସର୍ଗ ବି ଘଟିଥାଏ, ଯଦି ପ୍ରତିଲୋମ ସଂସର୍ଗ ବି ଘଟିଥାଏ ତାହେଲେ ତମେ ତମର ଇଷ୍ଟ ଗୁରୁ ବା ଶ୍ରେଷ୍ଠ ଜନଙ୍କ ପ୍ରତି ଭକ୍ତି ଅବନତ ହୋଇ ତାଙ୍କ ପ୍ରତିଷ୍ଠାରେ ଜୀବନକୁ ଏପରି ଭାବରେ ଉତ୍ସର୍ଗ କର ଯେମିତି ତାଙ୍କର ପ୍ରତିଷ୍ଠା ଛଡ଼ା ଆଉ କିଛି ବି ତମ ମସ୍ତିଷ୍କରେ ସ୍ଥାନ ନ ପାଏ। ଇଏ ହେଉଛି ପ୍ରତିଲୋମ ବିବାହର ନିରାକରଣ। ସେଇ ସକାଶ କହିଲି ଦୀକ୍ଷା ନେଲା ବେଳେ ଅନୁଲୋମ ହେଲା କି ପ୍ରତିଲୋମ ହେଲା ଜାଣି ହେଲାନି ନା। ତେଣୁ ଅନ୍ତତଃ ଅନୁଲୋମର କାମଟା କରି ଚାଲିବା, ଏଥିରୁ ବିରତ ଦେବେନି। ସ୍ୱାମୀ ଯଦି କ୍ଷୁବ୍ଧ ବି ହେଇଥାନ୍ତି ଆପଣଙ୍କୁ ସ୍ୱାମୀକୁ ପ୍ରଣାମ କରିବା କଥା। ଏ ସତ୍ସଙ୍ଗ ଆପଣଙ୍କର ଯୋଉଟା କ'ଣ କହନ୍ତି କସମ, ସତ୍ସଙ୍ଗର ଆପଣଙ୍କୁ ନିୟମ, ଠାକୁରଙ୍କର ନିୟମ। ସ୍ୱାମୀ ରୁଷ୍ଟ ହେଇଛନ୍ତି ହେବେନି କି କଥା, ସେ ସ୍ୱାମୀ ପରା, ତାଙ୍କ ନାଁ ଗୋଟେ କ'ଣ ହବ? ସ୍ୱାମୀ ମାନେ ମାଲିକ, ମାଲିକ ମାନେ ଭଗବାନ। ଆଉ ଗୋଟେ କଥା, ସ୍ୱାମୀ ମାନେ ଯଦି ଭଗବାନ ହୁଏ, ଆଜି ଭଗବାନ ଯଦି କିଛି ଦେଇ ନ ପାରନ୍ତି ଆମେ ଭଗବାନଙ୍କୁ ତ ପରିତ୍ୟାଗ କରିଦେଉ ନା। ନା ତମେ ନୁହଁ, ସେ ଠାକୁର ବଢିଆ, ସେ ତିଆରି କିଛି ନାହିଁ। ମା ମାନେ ତ କାହିଁ ପରିତ୍ୟାଗ କରୁନାହାନ୍ତି ଆପଣମାନଙ୍କୁ? କଥାଟା ହେଲା ଆପଣଙ୍କ ପାଖରେ ସ୍ୱାମୀ ସିନା ହେଇଛନ୍ତି, ସ୍ୱାମିତ୍ୱ ନାହିଁ। ସ୍ୱାମିତ୍ୱ ମାନେ ପାଳନ ପୋଷଣର ଯୋଉ କଳାଟା ନାହିଁ, କାହିଁକି ଆସିଲା ନାହିଁ? ମଣିଷ ଯେତେବେଳେ ଜନ୍ମ ହୁଏ ତାର ବୈଶିଷ୍ଟ୍ୟ ନେଇକି ଜନ୍ମ ହୋଇଥାଏ। ପୂର୍ବର ବୈଶିଷ୍ଟ୍ୟ ଏ ବୈଶିଷ୍ଟ୍ୟ ସହିତ ବୈଶିଷ୍ଟ୍ୟ ପାଳି ଯୋଗଯୁକ୍ତ କରାନ୍ତି। କିଛି ତ କରିକି ଜୀବନରେ ପେଟ ବସିଛନ୍ତି। ଆଉ ଇଥର ଜଗତ ଛାଡ଼ିଲା ପରେ ଯେତେବେଳେ ରିଲ୍ୟାଣ୍ଡିଂ କଲେ ପୁଣି ତ କିଛି ବୈଶିଷ୍ଟ୍ୟ ଅଛି ନା ନାହିଁ? ମଣିଷର ସେତିକି ବୈଶିଷ୍ଟ୍ୟ କେନ ହୁଏ ଯେତେବେଳେ ସେ ବୈଶିଷ୍ଟ୍ୟ ପାଳିକୁ ଗ୍ରହଣ ନ କରେ, ତାର ଜୀବନରେ ଆରମ୍ଭ ହୁଏ ଅର୍ଜିତ ବୈଶିଷ୍ଟ୍ୟ। ଆମମାନେ କହିବା ସତ୍ସଙ୍ଗକୁ ଅନେକ ଲୋକମାନେ ଆସୁଛନ୍ତି, ସେମାନଙ୍କର ଯେ ବୈଶିଷ୍ଟ୍ୟ ଯେଉଁମାନେ ଆସିନାହାନ୍ତି ତାଙ୍କର ବୈଶିଷ୍ଟ୍ୟଟା କୁହନ୍ତି ଅର୍ଜିତ ବୈଶିଷ୍ଟ୍ୟ, ଏବେ ଏବେ ଆରମ୍ଭ। ଆଉ ସତ୍ସଙ୍ଗକୁ ଆସିଲେ ଆପଣ ଯଦି ସତନାମ କଲେ ନା, ସତନାମ କହନ୍ତି ଦୈବାକାର। ଦୈବାକାର ଆପଣଙ୍କର ପୁରୁଷାକାର ତ ସ୍ୱାଭାବିକ ଅଛି, ଇଷ୍ଟବୃତ୍ତି କଲେ ହେଲା ଦୈବାକାର। ପୁରୁଷାକାର ଆଉ ଦୈବାକାର ଦିଟା ମିଶିଲେ ହୁଏ ଭାଗ୍ୟ। ଆଉ ଷଷ୍ଠ ଇନେ ଦେଖନ୍ତୁ ନା, ସେ ଠାକୁର କହୁଛନ୍ତି ଠାକୁର ଏ ଜ୍ୟୋତିଷ ଶାସ୍ତ୍ରଟା କ'ଣ? ଠାକୁର କହୁଛନ୍ତି ଏତେ ବଡ଼ ପୁରୁଣା ଶାସ୍ତ୍ର ତ ଅବଜ୍ଞା କରି ହବ ନାହିଁ, କିନ୍ତୁ ତମେ ମାନେ ତାପରେ ଭରସା କରି ରୁହ ନାହିଁ। କୋଉମାନେ ଭରସା କରି ରୁହ ନାହିଁ? ଯେଉଁମାନେ ସୁସ୍ଥ ହେଇନି ନେଇଛ। ଦେଖ ନିଜର ଯେଉଁମାନେ ଶୋଚେନି ଏବେ ବି ନେଇଛନ୍ତି, ନିଜର ଜାତକଟାକୁ ଯାଇ ପରୀକ୍ଷା କରି ଦେଖନ୍ତୁ ଏ ଅବଧାନରେ କ'ଣ କହୁଛନ୍ତି, ଆପଣଙ୍କର ହଉଛି କ'ଣ, ତାର ମୋଡ଼ଟା ବଦଳେଇ ଦିଅନ୍ତି ପରମ ପ୍ରେମ ଠାକୁର। ପରିଶେଷରେ ଠାକୁରଙ୍କ ସେ ଗୋଟିଏ କଥା, ଯେଉଁ କଥା ଠାକୁର କହୁଥିଲେ, କହିଲେ ଗୋଟିଏ ଗାଁରେ ଜଣେ ଭଣ୍ଡ ବାବା ଥିଲେ, କିନ୍ତୁ ତାଙ୍କର ଜଣେ ନିଷ୍ଠାପର ଶିଷ୍ୟ ଥିଲା। ଦିନେ ସେ ପାଖ ଗାଁରେ ଗୋଟେ ପିଲା ମରିଗଲା। ଗାଁ ଲୋକମାନେ ସେ ପିଲାଟାକୁ କାନ୍ଦେଇ କାନ୍ଦେଇ ନେଇ ଆସିଲେ। ଏଇ ବାବା ବୋଧେ କିଛି ଜାଣିଥିବେ ବଞ୍ଚେଇ ଦେବା ପାଇଁ। ସେ ପିଲାଟାକୁ ଶୋଇଦେଲେ। ଏ ବାବା ତ କିଛି ଜାଣିନାହାନ୍ତି, ଯାହା ଯେମିତି ଜାଣନ୍ତି, କିନ୍ତୁ ସେ ବାବାଙ୍କର ଶ୍ରୀ ଠାକୁର ଗପ କହୁଛନ୍ତି ତାଙ୍କର ଜଣେ ନିଷ୍ଠାପର ଶିଷ୍ୟ ଥିଲା। ସେ ନିଷ୍ଠାପର ଶିଷ୍ୟ ଜଣକ ସେ ଗୁରୁଙ୍କୁ ଯଥା ଆସନରେ ବସେଇ ଦେଲା, ପାଦ ଧୋଇଦେଲା। ସେ ପାଦ ଧୋଇ ପାଣି ଆଣିକି ସେ ପିଲା ପାଟିରେ ଦେଇଦେଲା। ହଠାତ୍ ସେ ପିଲାଟା ଉଠି ବଞ୍ଚି ବସିଲା। ତାର କିଛି ଦିନ ପରେ ସେ ବାବା କହିଲେ, ଆରେ ସାଧାରଣ ଜଗରେ ମୋର ଏତେ ସବୁ ହେଇଯାଇଛି, ମୋ ପାଦ ଧୁଆ ପାଣି ପାଇକି ପିଲା ସବୁ ବଞ୍ଚି ଯାଉଛନ୍ତି। ବାବା କ'ଣ କଲେ, ଆଶ୍ରମ ଛାଡ଼ି କିଛି ଦିନ ବୁଲାବୁଲି କଲେ, ଗାୟବ ହେଇଗଲେ। ଲୋକମାନେ ଆଶ୍ରମ ଯାଇକି ଯେମିତି ଆମର ଗୋଟେ କଥା ଶୁଣିଲେ ବହୁତ ଲୋକ ଜମାନ୍ତି କ'ଣ ଆଉ କିଛି କାଣ୍ଡ ଘଟାଇ କ'ଣ, ସେ ଲୋକ ଗଲେ ବାବାଙ୍କୁ ପାଇଲେନି। କିଛି ଦିନ ପରେ ସେ ବାବା ଯେତେବେଳେ ଆଶ୍ରମ ଫେରିତେ ଏ କଥାଟା ଚଳ ପଡ଼ିଗଲା, ଲୋକମାନେ ସବୁ ଜମା ହେଇଗଲେ। କହିଲେ କ'ଣ ଆଜ୍ଞା ଏମିତି ଆମେ ଶୁଣିଲେ ଆପଣ ପାଦ ଧୁଆ ପାଣି ପାଇକି ପିଲା ସବୁ ବଞ୍ଚି ଯାଉଛନ୍ତି, ଆଉ ଗୋଟେ କ'ଣ କି ଦେଖୁନାହାନ୍ତି, ଏଇଟା କ'ଣ ସତ କଥା ନା ମିଛ କଥା?
ବାବା କହିଲେ ହଁ ଦେଖିବା ଦେଖିବା ଗୋଟେ ପିଲାଟା ଏଠି ଥିଲା ତାକୁ ଡାକିଲେ ଠାଇ ତା ଗାଲକୁ ଗୋଟେ କଣ ଭଳିଆ ଦେଲେ ସେ ପୁରା ଫଟକି ପଡ଼ିକି ମରିଗଲା। ସେ ବାବା କଣ କରୁଛନ୍ତି ସେ ତାଙ୍କ ପାଦ ଧୋଇ ସେ ପାଦ ଧୋଇବା ପାଣିଟା ସେ ପିଲା ପାଦ ଧୋଇ ସେ ପିଲା କିନ୍ତୁ ବଞ୍ଚୁନି। ହଠାତ୍ ଲୋକଙ୍କ ଯୋଉ ହାଲହଳି ପଡ଼ିଗଲା ହୋ ହା ଲୋକ ହେଲେ ଥାନା ପୁଲିସ ପର୍ଯ୍ୟନ୍ତ କଥା ଗଲା। ଏଇ କଥାଟା ଶୁଣିଲା ସେ ନିଷ୍ଠାପର ଶିଷ୍ୟ ଜଣକ ଦୌଡ଼ି ଦୌଡ଼ି ଆସିଲା ତାର ସେଇ ଭଣ୍ଡ ବାବାଙ୍କୁ ନିର୍ଦ୍ଦିଷ୍ଟ ଆସନରେ ବସେଇଦେଲା ପାଦ ଧୋଇଦେଲା ସେ ପାଣି ନେଇ ସେ ପିଲାର ପାଟିରେ ଦେଇଦେଲା। ହଠାତ୍ ସେ ପିଲାଟା ଉଠି ବଞ୍ଚି ବସିଲା। ସେ ଠାକୁର କହୁଛନ୍ତି ଜଣେ ଭଣ୍ଡ ବାବାର ଜଣେ ନିଷ୍ଠାପର ଶିଷ୍ୟ ଯଦି ଏଭଳି କାଣ୍ଡ କରିପାରେ ଆପଣମାନଙ୍କର ଗୁରୁ ଯିଏ ପୂର୍ଣ୍ଣ ପୁରୁଷୋତ୍ତମ ସୋଦେହରେ ଆସୁଛନ୍ତି ଆପଣମାନେ ତାଙ୍କୁ ନେଇ ଏକାନ୍ତର ମଝି ରୁହନ୍ତୁ। ଆପଣମାନେ ଜୀବନରେ କି କାଣ୍ଡ କରିବେ ମୁଁ କି କଥା କହିବି। ଆପଣମାନେ କୌଣସି ସିଦ୍ଧ ସାଧକଟା କମ୍ ନୁହନ୍ତି। ଆପଣମାନେ ଯୋଉ ସତନାମ ପାଇଛନ୍ତି ଏଇ ସତନାମ ପ୍ରଭାବରେ ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି ଏ ମଣିଷ ତା ଜୀବନରେ ଯେତେବେଳେ ସତନାମ କରେ ନା ତାର ଅଜାଣତରେ ସେ ବାକ୍ ସିଦ୍ଧ ହୋଇ ପଡ଼େ। ସେଦିନ ସତ୍ସଙ୍ଗର ସେଇ ପୂଜ୍ୟ ରୀତି ଯେ ଦୁର୍ଗାନାଥ ସାନ୍ଧ୍ୟାଲ ଯେତେବେଳେ ଧ୍ୟାନ କରି ବସନ୍ତି ତାଙ୍କ ପିଲାମାନେ ଯେତେବେଳେ କଳିଗୋଳ କରୁଛନ୍ତି ସେତେବେଳେ ଦୁର୍ଗାନାଥ ସରକାର କହୁଛନ୍ତି ଯେ ପିଲା ଗୁଡାକ ମରିଯାଆନ୍ତି କି ଦେଖାଗଲା ପରବର୍ତ୍ତୀ ପର୍ଯ୍ୟାୟରେ ସେ ପିଲାମାନେ ଅସୁସ୍ଥ ହୋଇ ଉଠିଲେ। ଜୀବନରେ ସତ୍ସଙ୍ଗ ମାନେ କେବେ କାହାକୁ ଅକୃତିର କଥା ଠାକୁର ଏତେ କରି କହିଛନ୍ତି କାହାକୁ କିଛି କହିବେ ନାହିଁ କଷ୍ଟପ୍ରଦ କଥା କହିବେ ନାହିଁ। ଆପଣ ଜାଣିନାହାନ୍ତି ଆପଣ ଅପରପକ୍ଷ ଲୋକର କେତେ ସାଧନା ସିଦ୍ଧ ସେ କିଛି ବି କହିପାରେ କିଛି ବି ହେଇପାରେ। ଅକୃତିର କଥା ଏତେ କଥା କୁହାଯାଇଛି। ଯେତେବେଳେ ଦୁର୍ଗାନାଥ ସରକାର ଡାକ୍ତର କବିରାଜର ପରାମର୍ଶ ନେଲା ପରେ ସେଟା ପିଲା ଭଲ ହଉନି ଯେତେବେଳେ ଯାଇଛନ୍ତି ଠାକୁରଙ୍କ ପାଖକୁ ଠାକୁରଙ୍କୁ ନିବେଦନ କରିଛନ୍ତି ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଆପଣ ତ ପରମ ପିତା କଥା ଦେଇଛନ୍ତି ନା ଏ ପିଲାକୁ ତ ଯିବାକୁ ହବ। କିନ୍ତୁ ଯୋଉ ପିଲା ଉପରେ ସବୁଠାରୁ କମ୍ ଆକର୍ଷଣ ସେ ପିଲା ଯିବ ହିଁ ଯିବ। ପରିଶେଷରେ ସେଇଆ ହେଲା ସଭା ସାନ ପୁଅଟା ଚାଲିଗଲା। କହିବାର କଥା ହଉଛି ଆପଣଙ୍କର ଅନେକ ସମୟରେ ଅନେକ ବାବା ପାଖକୁ ଯାଆନ୍ତି କାହିଁକି ଜାଣନ୍ତି ତ ସେମାନେ କାଳେ କହିଦେବେ ଏଇଟା ହେଇଯିବ ଆରେ ବାବା ତା ନୁହେଁ ଆପଣମାନେ ସବୁ ବିରାଟ ବିରାଟ ସାଧକ ଆପଣମାନେ ସବୁ ବାକ୍ସିତ ତେଣୁ ସେଇ ଆପଣ ଭଳି ସିଦ୍ଧ ସାଧକକୁ ମୁଁ କୋଟି ପ୍ରଣାମ ଜଣାଇ କୋଟି ଜୟଗୁରୁ ଜଣାଇ ମୋର କଥାକୁ ରଖୁଛି। ଜୟଗୁରୁ।